ସୁପ୍ରଭାତ ପିଲାମାନେ। ଆଜି ତମ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିର କବିତା ଉଠିଲୁ ଏଡ଼େ ବେଗି କାହିଁକିରେ ପଦ୍ୟକୁ ଆମେ ଆଜି ଆବୃତ୍ତି କରିବା। ଏ ବିଷୟରେ ଜାଣିବା। ଏହି ପଦ୍ୟଟି ଆବୃତ୍ତି କରିବା, ପଦ୍ୟ ବିଷୟରେ ଜାଣିବା ପୂର୍ବରୁ ଏହି ପଦ୍ୟ ବା କବିତାଟାକୁ କିଏ ଲେଖିଛନ୍ତି ଆମେ ତାଙ୍କୁ ଦେଖିବା। କବି କେଉଁ କବି ଲେଖିଛନ୍ତି ତାଙ୍କ ବିଷୟରେ ଜାଣିବା, ତାଙ୍କ ପରିଚୟ ଜାଣିବା। କବି ଗୋପାଳ କୃଷ୍ଣ ପଟ୍ଟନାୟକ, ଯିଏକି 1785 ମସିହାରେ ଜନ୍ମଗ୍ରହଣ କରି 1862 ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ଲିଖିତ ପଦ୍ୟାବଳୀର ଭାଷା ଅତ୍ୟନ୍ତ ସରଳ ଓ ମର୍ମସ୍ପର୍ଶୀ। ତାଙ୍କ କୃତି ମଧ୍ୟରୁ ଶ୍ରୀ ଶ୍ରୀ ବୃନ୍ଦାବନ ପରିକ୍ରମା, ଶ୍ରୀହରି କୁସୁମ ସ୍ତବକ, ଚାଟୁ ପୁଷ୍ପାଞ୍ଜଳି, ପ୍ରେମ ଭକ୍ତି, ଚନ୍ଦ୍ରିକା, ସ୍ୱପ୍ନବିଳାସ ଆଦି ପ୍ରଧାନ। ଏଠାରେ ମା ଯଶୋଦାଙ୍କ ବାତ୍ସଲ୍ୟ ମମତା ବିଷୟରେ ବର୍ଣ୍ଣନା କରାଯାଇଛି। କୃଷ୍ଣ ଆଉ ଯଶୋଦା, ମା ପିଲାକୁ କେତେ ଭଲ ପାଏ, କେତେ ସ୍ନେହ କରେ, କେତେ ମମତା ଦେଇ ଲାଳନ ପାଳନ କରେ। ଏଇଠି ମା ଯଶୋଦାଙ୍କର ବାତ୍ସଲ୍ୟ ମମତା କୃଷ୍ଣଙ୍କ ପ୍ରତି ବର୍ଣ୍ଣନା କରାଯାଇଛି ପଦ୍ୟ ଆକାରରେ। ଦେଖ, କବି ଗୋପାଳ କୃଷ୍ଣ ପଟ୍ଟନାୟକ, ତାଙ୍କ ଛବି ଫଟୋ ଦେଖ। ଦେଖ, ଏଇଟା ଓଡ଼ିଶୀ ସ୍ୱରରେ ବୋଲାଯିବ। ତମେ ମଧ୍ୟ ଭଲ ଭାବରେ ସ୍ୱର ତାଳ ଲୟରେ ଆମଠୁ ବି ଭଲ ବୋଲିପାରିବ। ଦେଖ, ଛବି ଏଠି ଦିଆହେଇଛି। ଇଏ ବାମକରେ କଳା, ଯିଏ କୃଷ୍ଣ, ଇଏ ବଳରାମ। ଏକରେ ଦେଖ ମାତା ଯଶୋଦା, ଏଠି କୃଷ୍ଣ କ'ଣ ଇଏ ହେଇଛନ୍ତି, ଇଏ କ'ଣ ଦହି ଆଣୁଛନ୍ତି, ଇଏ ତାଙ୍କୁ ମାତା ଯଶୋଦା ଇଏ କହିଛନ୍ତି। ଛବି ଦେଖ। ତାପରେ ଏଠି ଦେଖ ଦହି ମହୁଛନ୍ତି, ଏ ଯେଉଁ ଖୁଆ ଦଣ୍ଡ ଦହି ମହୁଛନ୍ତି, ତାଙ୍କୁ କେମିତି ବାରଣ କରୁଛନ୍ତି। ଆମେ ଏଇ ପଦ୍ୟ ବା କବିତା ମାଧ୍ୟମରେ ଦେଖିବା। ତାଙ୍କୁ ଧରିକିରି କେମିତି ଗେଲ କରୁଛନ୍ତି। ଏଇଠି ଆମେ ଦେଖିବା ଖୁଆ ଦଣ୍ଡର ସହିତ ଚିତ୍ର ଅଛି। ଦେଖ, ମୁଁ ଗୋଟେ ସ୍ୱରରେ ବୋଲୁଛି। ତମେ ମଧ୍ୟ ଅଭ୍ୟାସ କଲେ ଆମଠୁ ଭଲ ବୋଲିପାରିବ। ଶ୍ରେଣୀରେ ଘରେ ଅଭ୍ୟାସ କରିବା, ଶ୍ରେଣୀରେ ବୋଲିବ, ବାରମ୍ବାର ଘରେ ଅଭ୍ୟାସ କରିବ। ତୁମର ଯେଉଁଠି ଭଲ ଲାଗିବ ସେଇଠି ବୋଲିବ, ତୁମର ଭଲ ସ୍ୱର ହେବ। ଦେଖ, ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ, ଉଠିଲୁ ଏଡ଼େ ବେଗି କାହିଁକିରେ। ପ୍ରଥମେ ଆଗ କବିତାଟାକୁ ଭଲକରି ଶୁଣ ମୂଳରୁ ଶେଷ ପର୍ଯ୍ୟନ୍ତ, ତାପରେ ତୁମକୁ ପଦ ପଦ କରି ବୁଝେଇବି। ଦଧି ମନ୍ଥାଇ ଦେବୁ, ଦଧି ମନ୍ଥାଇ ଦେବୁ ନାହିଁକିରେ ଧନ, ଉଠିଲୁ ଏଡ଼େ ବେଗି କାହିଁକିରେ। ଦେହ ପାଶୋରି ଦଣ୍ଡେ ନିଦନ ଗଲୁ ଏଡ଼େ, ଦେହ ପାଶୋରି ଦଣ୍ଡେ ନିଦନ ଗଲୁ ଏଡ଼େ, ବିଟୋଳ ହେଲୁ ମୋର ପାଇଁକିରେ ଧନ, ଉଠିଲୁ ଏଡ଼େ ବେଗି କାହିଁକିରେ ଧନ, ଉଠିଲୁ ଏଡ଼େ ବେଗି କାହିଁକିରେ। ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ, ଖେଳିବୁ ରାମ ତୁଲେ
ପଛେ ରାତି ପାହିଲେ ଶୁଆଇ ଦେବି ଗୀତ ଗାଇକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ଛାଡ଼ ଦେଉଛି ସର ଖୋଇକିରି ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ତାପରେ ଦେଖ ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଡାକ ଯା ବଳରାମ ଭାଇ କିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ମଥନ ଘଟେ ହାତ ପୁରାଇ ନବନୀତ ମଥନ ଘଟେ ହାତ ପୁରାଇ ନବନୀତ କାଢ଼ୁ ବୋଲନ୍ତି ହେଲୁ ବାଇକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ ସୁଖୀ ଯିବୁ ନ ଚାହା ଛାଇକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ରୁହ କୃତ୍ୟ ପକାଇ ବସିଥିବି ଏକାଇ ରୁହ କୃତ୍ୟ ପକାଇ ବସିଥିବି ଏକାଇ ନିଶିଦିନ ତୋତେ କାଖେଇକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ପଣତରେ ବଦନ ପୋଛି ଦେଲେ ଚୁମ୍ବନ ପଣତରେ ବଦନ ପୋଛି ଦେଲେ ଚୁମ୍ବନ ଗୋପାଳ କୃଷ୍ଣ ଚିନ୍ତେ ଦୁହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଦଧି ମନ୍ଥାଇ ଦେବୁ
ଦଧି ମଥାଇ ଦେବୁ ନାହିଁ କିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ପିଲାମାନେ ଦେଖ ଆଗରୁ କ'ଣ କରନ୍ତି ବା ସବୁବେଳେ କ'ଣ କରନ୍ତି ନା ପିଲାମାନେ ଶୋଇଥିବେ, ମା ଶୀଘ୍ର ଅତି ପ୍ରତିଶୋଧ ବା ସକାଳୁ ଉଠି ତାଙ୍କର କାମ କରନ୍ତି। ସେତିକି ଏଠି ମା ଯଶୋଦା ଆଉ ପୁଅ କୃଷ୍ଣ ସିଏ ତାଙ୍କର ତ ହେଲେ ତାଙ୍କର ଯେଉଁ କ୍ଷୀର ଦହି ପୌଡ଼ ଘର କ୍ଷୀର ଦହି କାମ ବିଭିନ୍ନ କାମ କରନ୍ତି, ସର ଲବଣୀ କରନ୍ତି। ଉଠିକି କ'ଣ ଥରେ ହେଇଛି ସେ କ'ଣ ହେଇଛି ସେ ଉଠି ପଡ଼ିଛନ୍ତି କୃଷ୍ଣ, ଇଏ ଉଠିକିରି ମା ତାଙ୍କର ଦଧି କ୍ଷୀର ମହନ୍ତି ବା ଦଧି ମନ୍ଥନ କରନ୍ତି। ସେଇ କାମରୁ ସେ ଉଠି ପଡ଼ିଛନ୍ତି। ଉଠିକିରି କ'ଣ କରୁଛନ୍ତି ତାଙ୍କୁ କହୁଛନ୍ତି ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀ ଧନ, ମୋ ଦୁଃଖୀର ଧନ, ମୋ ଧନ ତୁ, ମୋ ଦୁଃଖୀର ଧନ ତୁ। ତାଙ୍କୁ ସେତେବେଳେ ସବୁ କହନ୍ତି ଦୁଃଖୀର ଧନ, ଗଳାର ମାଳି, ଦୁଃଖୀ ଧନ, ତୁ କାହିଁକି ଏତେ ଶୀଘ୍ର ଉଠିଲୁ, ଏଡ଼େ ବେଗି କାହିଁକି ଉଠିଲୁ? ମୁଁ ତ ଦହି ମନ୍ଥନ କରୁଛି, ଦେଖେ ଦହି ମନ୍ଥନ କରୁଛି, ମନ୍ଥୁଛି ଦହି ମନ୍ଥନ, ତୁ ଦହି ମନ୍ଥାଇ ଦେବୁ ନାହିଁ କିରେ। ଦେଖ ପିଲାମାନେ ଏଠୁ କହିଲା ଭିତରେ ପଦ୍ୟ ଆବୃତ୍ତି ବା ବୁଝିଲା ଭିତରେ ତାଙ୍କୁ ଓଡ଼ିଆ ଶବ୍ଦର ଅର୍ଥ କହିଦେଉଛି। ଦଧି ମନ୍ଥାଇ ମାନେ ମନ୍ଥନ କରିବାକୁ, ମନ୍ଥେଇ ଦଧି ମନ୍ଥାଇ ଦେବୁ ନାହିଁ କି, ତୁ କାହିଁକି ଏତେ ଶୀଘ୍ର ଉଠିଲୁ। ଏଇଠି ଦେଖ ଖୁଆ ଏ ଯେଉଁ ଅଛି କ୍ଷୀର, ଏଇଟା ଖୁଆ ଦଣ୍ଡ ଯେଉଁଟା ଦାଗ ଗୋଟେ ଠିଆରେ ବା ଇଏରେ ଥୋଇକିରି ଧରିକି ମଥନ୍ତି, ତାକୁ ଗୋଟେ ଖୁଆ ଦଣ୍ଡରେ ଟାଣିକିରି ଦଧି ମନ୍ଥନ କରନ୍ତି। ଯାଇକିରି ଧରୁଛନ୍ତି। ଦେହ ପାଶୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ। ଦେହ ପାଶୋରି ତୁ ଶୋଇଥିଲୁ ତ, ଦେହକୁ ପାଶୋରି ଦଣ୍ଡେ ନିମିଷେ କାହିଁକି ସେ ନିଦ ନ ନେଇ କାହିଁକି ଉଠିଲୁ, କାହିଁକି ଏଡ଼େ ବେଗି କାହିଁକି ଉଠିଲୁ, ନିଦରେ ନ ଶୋଇ କାହିଁକି ଉଠିଲୁ। ବିଟୋଳ ହେଲୁ ମୋର ପାଇଁକିରେ, ତୁ ମୋ ପାଇଁକି ବିଟୋଳ ତ ବାଉଳା, ବାଉଳ ହେଲୁ କି ବାଇଆ ହେଲୁ କି, ମୋ ଯୋଗୁଁ ବିଟୋଳ ହେଲୁ ମୋର ପାଇଁକିରେ, ମୋ ପାଇଁ ତୁ ବାଇଆ ହେଇଗଲୁ କି। ବିଟୋଳ ହେଲୁ ମୋର ପାଇଁକିରେ ହେଲା। ତାପରେ କ'ଣ କହିଲେ, ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ। ଆଉ ତୁ ଯା, ଏତେ ଯାହା କରୁଛୁ ତୁ ଯା, ତୁ ଖେଳୁ ତୋ ଭାଇ ସାଙ୍ଗରେ ଖେଳିବୁ, ରାମ ସାଙ୍ଗରେ ତୁ ଉଠିଲେ ରାତି ପାହିଲେ, ରାତି ପାହିଲେ ରାତି ପାହିବା ପୂର୍ବରୁ ସବୁ କାମ କରୁଛନ୍ତି। ରାତି ପାହିଲେ ତୋ ଭାଇ ସାଙ୍ଗେ ରାମ ସାଙ୍ଗେ ତୁ ଖେଳିବୁ, ଯା ତୋତେ ମୁଁ ଗୀତ ଗାଇ ନାନା ବାଇଆ ଗୀତ ବିଭିନ୍ନ ଗୀତ ଗାଇକି ତୋତେ ଶୁଆଇ ଦେବି ଗୀତ ଗାଇକିରି। ତାପରେ କ'ଣ କହିଛନ୍ତି, ତାଙ୍କ କୃଷ୍ଣକୁ ବୁଝଉଛନ୍ତି। ବାତ୍ସଲ୍ୟମୟୀ ମା ଯଶୋଦା ପୁଅ କୃଷ୍ଣକୁ ବୁଝେଇ କହୁଛନ୍ତି, ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ଭାତ। ମନ୍ଥିବି ମାନେ ମନ୍ଥନ କରି, କେମନ୍ତ ମାନେ କିପରି, ମୁଁ କିପରି ଦହି ମନ୍ଥିବି ଖୁଆ ଦଣ୍ଡରୁ, ଯେଉଁଟା ଗୋଟେ ଏମିତି ବାଡ଼ିଆଗ ଯାଇ ଯେଉଁ ତଳେ ଦେଖିଦେବ କାଠରେ ତିଆରି ହେଇଛି ମହନ୍ତି, ସେ ଖୁଆ ଦଣ୍ଡରୁ ଖୁଆ ଦଣ୍ଡ ଯାଇ ହାତ ଧରି ପକାଇଛନ୍ତି। ତାଙ୍କ କାମରେ ଯାଇକି ଇଏ କରୁଛନ୍ତି, କାମ ନ କରିବା ପାଇଁ କାମ କରାଉଛନ୍ତି। ତେଣୁ ତାଙ୍କୁ ସେ ଖୁଆ ଦଣ୍ଡରୁ ହାତ ଛାଡ଼େ, ଯଦି ଖୁଆ ଦଣ୍ଡ ଧରିବୁ ଛାଡ଼, ତୋତେ ଯଦି କ'ଣ ଦେବା କଥା ଦେବି, ତୋତେ ସର ଲବଣୀ ଖୋଇଦେବି, ଦେଉଛି ସର ଖୋଇଦେବି, ଛାଡ଼ ଦେଉଛି ସର ଖୋଇକିରି, ତାକୁ ସର ଖୋଇଦେବି, ତୁ କାହିଁ ଏମିତି ହେଉଛୁ, ଖୁଆ ଦଣ୍ଡ କାହିଁ ଧରୁଛୁ। ଆହା କି ଏ ପ୍ରମାଦ ଛନ୍ଦନା ବାବୁ ପାଦ। ଆହା କି ଏ ପ୍ରମାଦ ଅର୍ଥ ବିପଦ। ଆହା କି ଏ ପ୍ରମାଦ, କି ମୋତେ କି ବିପଦ ଆଣି ପକାଉଛୁ, ଏଇଟା କ'ଣ ବିପଦ ପକାଉଛନ୍ତି, ତାଙ୍କୁ ହଇରାଣ କରୁଛନ୍ତି। ତା ଯଶୋଦା କହୁଛନ୍ତି ତୁ କି ମୋତେ ବିପଦ ପକାଉଛୁ। ଛନ୍ଦନା ବାବୁ, ଆଉ ବେଳେବେଳେ କ'ଣ କରନ୍ତି ନା ଯାଇକିରି ମାଆଙ୍କ ଗୋଡ଼ ଇଏରେ ଛନ୍ଦ ପକାଇଲା ବେଳେ ଛନ୍ଦି ଦଅନ୍ତି। ଛନ୍ଦନା ବାବୁ ପାଦ, ଆରେ ବାବୁ ତୁ ମୋ ଗୋଡ଼କୁ ଛନ୍ଦୁଛୁ କାହିଁକି। ଡାକ ଯା ବଳରାମ ଭାଇକିରେ, ତୁ ଆଣିକି ମୁଁ ତ ଦଧି ମନ୍ଥନ କରୁଛୁ, ତୁ ଆଣିକି କି ବିପଦ ପକାଉଛୁ, ମୋ ଗୋଡ଼ ଛନ୍ଦୁଛୁ। ଯା ତୋ ଭାଇକି ଡାକ ଯା ବଳରାମ ଭାଇକିରେ, ତୋ ବଳରାମ ଭାଇକି ଯା ଡାକେ, ତା ସାଙ୍ଗେ ମିଶିକି ଖେଳିବ। ମଥନ ଘଟେ ହାତ ପୁରାଇ ନବଦିତ। ମନ୍ଥନ ଘଟ ଅର୍ଥ ଯେଉଁ ମାଠିଆ, ଯେଉଁଟା ମନ୍ଥନ ହାତ ପୁରାଇ କ'ଣ କରନ୍ତି, କୃଷ୍ଣ ଆଣିକି ନବନୀତ ତ ଲହୁଣୀ ଆଣିକି ଖାଇ ଦିଅନ୍ତି।
କାଡ଼ୁ ବୋଲନ୍ତି ହେଲୁ ବାଇକରେ, ତୁ ବାଇଆ ହେଇଗଲୁ କି ନା କ'ଣ? ନା ତ ଖାଉନୁ, ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ? ସେ ବେଳେବେଳେ କୃଷ୍ଣ କହନ୍ତି ଖାଲି ହାତଟା ବି ଚାଟନ୍ତି, ଖାଲି ତୁଚ୍ଛଟା ଖାଇ ନାଚନ୍ତି। ସେତେବେଳେ କ'ଣ ପିଲାମାନେ ଯେତେବେଳେ ଦେଖିବ ପିଲାମାନେ ଖାଇବା ଆଉ ଚାଟୁଥାନ୍ତି, ସେମିତି କୃଷ୍ଣ ଖାଲି ହାତଟାକୁ ବି ଚାଟୁଥାନ୍ତି, ଯେହେତୁ ଖାଲି ଅଳ୍ପ ବେଶୀ ଲାଗିନଥାଏ, ଅଳ୍ପ ଚାଟୁଥାନ୍ତି କିନ୍ତୁ ନାଚୁଥାନ୍ତି। ତୁ ଖାଲି ହାତଟା ଖାଇକି ନାଚୁଛୁ, ଶୁଖି ଯେଉଁ ନଚା ଛାଇକିରେ। ବେଳେବେଳେ ଦେଖିବା ଆମେ ପିଲାମାନେ ଠିଆ ହେଲେ ଆମର ଗୋଟେ ଛାଇ ହୁଏ, ସେତେବେଳେ କହନ୍ତି ଯେ ଛାଇକି ଯିଏ ଦେଖିବ ଛାଇଟା ବଡ଼ ଦେଖାଯିବ, ଛାଇକି ଦେଖିଲେ ପିଲା ଶୁଖିଯାଆନ୍ତି। ତୁ କାହିଁକି ତାକୁ ଯଶୋଦା କହୁଛନ୍ତି, ମା ଯଶୋଦା କହୁଛନ୍ତି ତୁ କାହିଁକି ତୁଚ୍ଛା ହାତଟା ଖାଇକିରି ଛାଇକି ଦେଖୁଛୁ, ନଚାହା ଛାଇକି କାହିଁକି ଚାହୁଁଛୁ? ଶୁଖିଯିବୁ, ନ ଚାହା ଛାଇକିରେ। ତୁ ଯଦି ତୋ ଛାଇକି ଦେଖିବୁ ବଡ଼ ବଡ଼ ଦେଖାଯିବ, ଦେଖ ମୋଟା ହେଇଗଲା, ଇଏ ହେଇଗଲା, ତା ହେଇଗଲା। ତେଣୁ ସେଇଟାକୁ ଦେଖିଲେ, ତୁ ଛାଇକି ଦେଖିଲେ ଝଡ଼ିଯାଆନ୍ତି ବୋଲି, ଶୁଖିଯାଆନ୍ତି ବୋଲି ମା'ମାନେ କହନ୍ତି। ଗୃହ କୃତ୍ୟ ପକାଇ ବସିଥିବି ଏକାଇ। ତୁ କ'ଣ ଗୃହ କୃତ୍ୟ ମାନେ ଘର କାମ ପକେଇକିରି ବସିଥିବି ଏକା? ମୁଁ କ'ଣ ବସୁଥିବି ଏକୁଟିଆ ତୋ ପାଖରେ? ଘର କାମ ମୁଁ କିଛି କରିନି। ଗୃହ କୃତ୍ୟ ଘର କାମ ପକେଇକିରି, ଗୃହ କାମ କିଛି ନ କରିକି, ଘର କାମ କିଛି ନ କରି ଏକୁଟିଆ ତୋ ପାଖରେ ବସିଥିବି ନିଶି ଦିନ ତୋତେ କାଖେଇକିରେ। ନିଶି ଅର୍ଥ ରାତି, ଦିନ ଅର୍ଥ ଦିନ ରାତି ତୋତେ କାଖେଇକିରି କିଛି ମୋର କାମ ଫାମ ନ କରି, ଘର କାମ ନ କରି ତୋତେ କ'ଣ କାଖେଇକି ଥିବି କିରେ? ପଣତରେ ବଦନ ପୋଛି ଦେଲେ ଚୁମ୍ବନ। ଶେଷରେ ତାକୁ କହିଲେ, ରେ ପୁଅ, ରେ ବାବୁ, ତା ମୁହଁକୁ ପୋଛିଦେଲେ ପଣତରେ। ମା'ମାନେ ପଣତରେ ପୋଛି ଦିଅନ୍ତି, ଯେତେବେଳେ ପିଲାମାନେ ଦୌଡ଼ି ଦୌଡ଼ା ଆସି ଖେଳି ଖେଳିକି ଆସନ୍ତି ତାଙ୍କ କାନିରେ ପୋଛି ଦିଅନ୍ତିନି, ପଣତ କାନିଟା କହନ୍ତି, ପୋଛି ଦିଅନ୍ତି। ପୋଛି ଦେଇକି ହେଲା ତାକୁ ଗେଲ କରିଦେଇ ଗେଲ କରନ୍ତି। ତ କହିଲେ କ'ଣ କହିଲେ, ସେଥିରେ କ'ଣ କହିଲେ କବି? ଗୋପାଳ କୃଷ୍ଣ ଚିନ୍ତେ ଦୁହିଁକିରେ ଏଥର କୃଷ୍ଣ, ପ୍ରଭୁ ସେ କୃଷ୍ଣ ବାଲ୍ୟ ଅବସ୍ଥାରେ କୃଷ୍ଣ ବାଲ୍ୟଲୀଳା ଏବଂ ମା ଯଶୋଦାଙ୍କର ବାତ୍ସଲ୍ୟ ମମତା, ଦୁଇ ଜଣଙ୍କର କାର୍ଯ୍ୟକଳାପକୁ ରୂପକୁ ଦେଖି ଚିନ୍ତା କରି ଗୋପାଳ କୃଷ୍ଣ ଚିନ୍ତା କରି ତାଙ୍କୁ ଆନନ୍ଦିତ ହୋଇଛନ୍ତି। ତେଣୁ ପିଲାମାନେ ଏଇ କବିତାଟି ପଦ୍ୟଟି ତୁମକୁ ତ ଭଲ ଲାଗିଥିବ, ନିଶ୍ଚିତ ଭଲ ଲାଗିଥିବ। ତେଣୁ ତୁମେ ଏହାକୁ ଲାଇକ୍ କରିବ ଏବଂ ସବସ୍କ୍ରାଇବ୍ କରିବ ଏବଂ ଅନ୍ୟଠିକି ସେୟାର କରିବ। ତୁମର ଭାଇ ବନ୍ଧୁବାନ୍ଧବ ହେଲା, ସାଙ୍ଗସାଥି, ପରିବାର ଚାରିଆଡ଼େ ତୁମେ ସେୟାର କରିବ, ତାଙ୍କୁ କହିବ ସବସ୍କ୍ରାଇବ୍ କରିବ। ଆଉ ଯେଉଁଠି କେଉଁଠି ଅସୁବିଧା ଥିବ ତୁମେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣେଇବ। ଏଇଟା ହେଲା ତୁମର ତ ତା ପଦ୍ୟ ଆବୃତ୍ତି, ତା'ର ସାର କଥା ଆମେ ବୁଝିଲ। ତାପରେ ତୁମର ପ୍ରଶ୍ନ ଉତ୍ତର ଆଗାମୀ ଭିଡ଼ିଓରେ ତୁମକୁ ପ୍ରଶ୍ନ ଉତ୍ତର ଜଣାଯିବ, ପ୍ରଶ୍ନ ଉତ୍ତର ଆଣି ଆସିବି। ଧନ୍ୟବାଦ।